ଆପଣମାନଙ୍କର ପୂର୍ବ ଭଳି ପ୍ରତିଟି ପ୍ରଶ୍ନ ଆମକୁ ଅତି ଆନନ୍ଦିତ କରିଥାଏ ବା ବହୁତ ଭଲ ଲାଗିଥାଏ। ତ ଆପଣମାନଙ୍କର ପ୍ରତ୍ୟେକ ପ୍ରଶ୍ନ ଉତ୍ତର ରଖିବା ପାଇଁ ଆମେ ଚେଷ୍ଟା କରିଥାଉ। ତ ଆସନ୍ତା 3 ମାର୍ଚ୍ଚ 2026 ଯାହାକି ଫାଲ୍ଗୁନ ମାସର ପୂର୍ଣ୍ଣିମା ଦିନ, ଯାହାକି ମଙ୍ଗଳବାର ପଡୁଅଛି। ଏ ଦିନ ଆମେ ଯଦି ଦେଖିବା କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ। ଏହି ଚନ୍ଦ୍ରଗ୍ରହଣରେ ଆମେ କୋଉ ସମୟରେ ହାଣ୍ଡି ଛାଡ଼ କରିବା, କୋଉ ସମୟରେ ସ୍ନାନାଦି କର୍ମ ସାରି ଆମେ ଅନ୍ନାଦି ଭୋଜନ କରିପାରିବା, ଏସବୁ ବିଷୟରେ ଆମେ ଆଜି ଆଲୋଚନା କରିବା। ନିଶ୍ଚିତ ଭାବରେ ଆପଣ ଭିଡ଼ିଓଟି ଦେଖନ୍ତୁ ଲାଷ୍ଟ ପର୍ଯ୍ୟନ୍ତ। ଆପଣଙ୍କର ସମସ୍ତ ଯାହା ବି ଶଙ୍କା ଥିବ ନିଶ୍ଚିତ ଭାବରେ ଏହି ଭିଡ଼ିଓରେ ଆପଣ ପାଇପାରିବେ। ତ ଆମେ ଯଦି ଦେଖିବା ଗ୍ରହଣ ସ୍ପର୍ଶ ସେଦିନ 3 ଘଣ୍ଟା 20 ମିନିଟରେ, ଗ୍ରହଣ ମଧ୍ୟ ହେଉଛି 5:04 ଦିନ 5ଟା ବା ଅପରାହ୍ନ 5:04 ଗ୍ରହଣ ମଧ୍ୟ। ଯଦି ଆମେ ଦେଖିବା ସର୍ବମୋକ୍ଷ ସେଦିନ 6 ଘଣ୍ଟା 47 ମିନିଟରେ ବା ହାରାହାରି 6:50 ଭିତରେ ସର୍ବମୋକ୍ଷ। ତାପରେ ଆମେ ସ୍ନାନାଦି କର୍ମ ସାରି ଅନ୍ନାଦି ଭୋଜନ କରିପାରିବା। କିନ୍ତୁ ଯେହେତୁ ଗ୍ରହଣ ସ୍ପର୍ଶ ହେଉଛି 3 ଘଣ୍ଟା 20 ମିନିଟରେ ଆମେ ହାରାହାରି 9 ଘଣ୍ଟା ପୂର୍ବରୁ ଆମେ ହାଣ୍ଡି ଛାଡ଼ କରିବା। ଯାହାକି 9 ଘଣ୍ଟା ପୂର୍ବରୁ ଆମେ ଦେଖିଲେ ଯାହାକି ପ୍ରାତଃ ସେଇ ମଙ୍ଗଳବାର ଦିନ ପ୍ରାତଃ 6:20 ସମୟରେ ଆମେ ପାକତ୍ୟାଗ, ଅନ୍ନାଦି ଭୋଜନ, ଦେବନୀତି ଆକୁ ସବୁ ପ୍ରକାର ନିଷେଧ କରିବା। ଯଦି ଆମେ ଦେଖିବା ସେଦିନ ଆପଣ ପ୍ରତିଟି ଗୃହୀ ଏ ନିୟମ ମାନିବା ଅତ୍ୟନ୍ତ ଭାବରେ ଆବଶ୍ୟକ। ସର୍ବମୋକ୍ଷ ପରେ ଆମେ ସମସ୍ତ କର୍ମ ବା ଅନ୍ନାଦି ଭୋଜନ କରିବା ସହିତ ଦେବନୀତି ବା ଭଗବାନଙ୍କୁ ଆମେ ମହାସ୍ନାନ କରେଇକି ଆମ ସମସ୍ତ କାର୍ଯ୍ୟ ଆମେ କରିପାରିବା। କିନ୍ତୁ ସର୍ବମୋକ୍ଷ ସରିଗଲା ପରେ ଯେଉଁମାନେ ରୋଗୀ ବା ଛୋଟ ଛୁଆ, ଯେଉଁମାନେ କୌଣସି ପ୍ରକାର ତାଙ୍କର ଶରୀର ଅସୁସ୍ଥ ଅଛି, ଔଷଧ ବା ମେଡିସିନ ନ ଖାଇଲେ ତାଙ୍କ ପାଇଁ ହବନି, ତାଙ୍କ ପାଇଁ ନିୟମ ନିଶ୍ଚିତ ଭାବରେ ଲଙ୍ଘନୀୟ ବା ସେ ନିୟମକୁ ମାନି ପାରିବେ ନାହିଁ। ଯେହେତୁ ସେମାନେ ରୋଗୀ, ତ ଆମେ ନିୟମ ମାନିବା, ଯାହାକି ଆମେ ରୋଗୀ ନୁହେଁ ବା ରୋଗୀ ହବା ପାଇଁ ଚେଷ୍ଟା କରିବା ନାହିଁ। କାହାର କୌଣସି କୋଉ କଥାରେ କୋଉ ବାକ୍ୟରେ ପ୍ରଭାବିତ ନ ହେଇକିରି ଆମେ ଆମ ଶାସ୍ତ୍ରୀୟ ମତ ଅନୁସାରେ ବା ଆମର ପ୍ରତିଟି ଆମର ଯେଉଁମାନେ ପୂର୍ବଜ ମାନେ ବା ପୂର୍ବପୁରୁଷ ହିସାବରେ ଯେଉଁମାନେ ଆମର ପରମ୍ପରାକୁ ବଞ୍ଚେଇ ରଖିଛନ୍ତି ବା ଆମର ସମସ୍ତ କାର୍ଯ୍ୟ ଆମେ କରି ଆସୁଛେ, ସେ କାର୍ଯ୍ୟରୁ କେବେ ଆମେ ବିଚ୍ୟୁତ ହବା ନାହିଁ, ଯାହାକି ଆମ ପାଇଁ